ଆପଣ ମଙ୍ଗଳ ବଢ଼ାଇବାକୁ ଚାହୁଁଛନ୍ତି ନା ଶନି ବଢ଼ାଇବା ପାଇଁ ଚାହୁଁଛନ୍ତି? ଆପଣ କାହାଣୀ ଶୁଣିଥିବେ ଯେ ଠେକୁଆ ଆଉ କଇଁଛର କାହାଣୀ, ଯେଉଁଠି ଠେକୁଆ ସ୍ପିଡ୍ 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 କାମ କରୁଛି ବିକଜ ତା ପାଖରେ ମଙ୍ଗଳର ଉର୍ଜା ଅଛି, ଆଉ କଇଁଛ କ'ଣ ସ୍ଲୋଲି ସ୍ଲୋଲି ଧୀରେ 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 ଯାଉଛି ବିକଜ ତା ପାଖରେ ଶନିର ଉର୍ଜା ଅଛି। ଠିକ୍ ଆପଣ ସେଇଭଳି ଯଦି ଆପଣ ଲାଇଫ୍ରେ ସକ୍ସେସ୍ ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଦେଖନ୍ତୁ ଯେ ଆପଣଙ୍କ ଜାତକରେ କେଉଁ ଗ୍ରହର ଇମ୍ପାକ୍ଟ ବହୁତ ଅଧିକ ରହୁଛି। ଯଦି ଆପଣଙ୍କ ଭିତରେ ମଙ୍ଗଳର ଉର୍ଜା ବହୁତ ଅଧିକ ଅଛି ତାହେଲେ ଆପଣ ଚେଷ୍ଟା କରନ୍ତୁ କ୍ୱିକ୍ ଆକ୍ସନ୍ ହେବା ପାଇଁ। ଯଦି ଆପଣଙ୍କ ଭିତରେ ଶନିର ଉର୍ଜା ଅଧିକ ଅଛି ତାହେଲେ ଆପଣ ଦେଖନ୍ତୁ ସ୍ଲୋଲି ସ୍ଲୋଲି କାମ କରନ୍ତୁ। ଯଦି ଆପଣଙ୍କର ଯେମିତି ଯଦି ଆପଣ କ୍ୱିକ୍ ଆକ୍ସନ୍ ହେବା ପାଇଁ ଚାହୁଁଛନ୍ତି, ଯଦି ଆପଣ ଦେଖନ୍ତୁ ଆପଣ ଯଦି ମେଷ ରାଶି ଥିବା କିମ୍ବା ମିଥୁନ ରାଶି କିମ୍ବା ସିଂହ ରାଶି କିମ୍ବା ଧନୁ ରାଶି, ତୁଳା ରାଶି, କୁମ୍ଭ ରାଶିର ସମ୍ଭାବ କୁମ୍ଭ ରାଶି ମଧ୍ୟ ଆସିଯାଏ, ନଟ୍ କମ୍ପ୍ଲିଟଲି ହେଲେ ମଧ୍ୟ ବି କୁମ୍ଭ ରାଶି ଆସିଯାଏ। ଯଦି ଏଇ ସାଇନ୍ ହେଉଛି ତାହେଲେ ଆପଣଙ୍କୁ କ୍ୱିକ୍ ଆକ୍ସନ୍ ନେବାର ଅଛି, ଜିନିଷରେ କ୍ୱିକ୍ ଆକ୍ସନ୍ ନେଲେ ହିଁ ଆପଣଙ୍କୁ ସକ୍ସେସ୍ ମିଳିବ। ଆଉ ସ୍ପେସିଫିକାଲି ଯଦି ଆପଣଙ୍କର ବୃଷ ରାଶି କିମ୍ବା କନ୍ୟା ରାଶି କିମ୍ବା ମକର ରାଶି ହେଉଛି ତାହେଲେ ଆପଣଙ୍କୁ ସ୍ଲୋଲି ସ୍ଲୋଲି କନସିଷ୍ଟେଣ୍ଟ ୱେରେ ଏଫର୍ଟ ଦେବାକୁ ପଡ଼ିବ। କୁମ୍ଭ ଆଉ ମକର ରାଶି ଦୁଇଟାକ ସମ୍ଭାବ କନସିଷ୍ଟେଣ୍ଟ ୱେରେ ଏଫର୍ଟ ଦେବାର ଅଛି। ଯଦି ଆପଣ ଦେଉଛନ୍ତି ତାହେଲେ ଆପଣ ନିହାତି ସକ୍ସେସ୍ ପାଇବେ। ଆଉ ସେଇ ରାଶିର ଆପଣ ଜାତକରେ ଯେଉଁ ହାଉସ୍ରେ ଆସୁଛନ୍ତି ଆପଣ ସେଇ ହିସାବରେ କାମ କରନ୍ତୁ, ଦେଖିବେ ସଫଳତା ନିହାତି ପାଇବେ।